ଭଲ ପିଲା ଥିଲି। କେବଳ ମୋ ସାଙ୍ଗସାଥି ମୋତେ ମଦ ପିଆଇକି ଅବିକା କ'ଣ କଲା, ମୋ ଘର ଫ୍ୟାମିଲି ଭିତରେ ମାନେ ବହୁତ ଝଗଡ଼ା ହେଉଛି। ଝଗଡ଼ା ହେଉଛି କ'ଣ କଲେ, ଏଇ ମଦ ଲାଗି ଏସି ବାବା ସାହେବ ଆମ୍ବେଦକରଙ୍କର ମାନେ କ'ଣ କଲ, ମୋହନ ଚରଣ ମାଝୀ ମାନେ ଜବାବ ଦେବା ଲୋକିଆ ହେଉଛି ଆମେ। ମାନେ କ'ଣ କଲ, ମୁଁ ହେଉଛି କ'ଣ କଲ, ଗୋଟେ ହେଉଛି ତାଙ୍କ ଲିଡର, ମାନେ କ'ଣ କଲ, ବାବା ସାହେବ ଆମ୍ବେଦକର ଜୟ ଭୀମ। ମାନେ ହେଇଟା ଜାଣିବା କଥା ନା। ଯାହେଲେ ସ୍ୱାମୀ କ'ଣ କରିବ, ମୁଁ ବେଲଚା ମାଝୀ ଯାହାହେଲେ 50 ଟଙ୍କାର ପିଇଦେବି ଆସ୍କା ପଟି। ମୁଁ ସେ କ'ଣ କଲ, ଅବିକା ଏଇଟା ଚୌଦ୍ୱାର ଏରିଆ, ମୋ ଘର ହେଉଛି ଖଣ୍ଡପଡ଼ା କଇଥପଲ୍ଲୀ। ମୁଁ ଗୋଟେ ଭଲ ପିଲା ଥିଲି। କେବଳ ମୋ ସାଙ୍ଗସାଥି ମୋତେ ମଦ ପିଆଇକି ଅବିକା କ'ଣ କଲା, ମୋ ଘର ଫ୍ୟାମିଲି ଭିତରେ ମାନେ ବହୁତ ଝଗଡ଼ା ହେଉଛି। କ'ଣ କଲେ, ଏଇ ମଦଟା ଯଦି ଓଡ଼ିଶା ଭିତରେ ବନ୍ଦ ହେଇଯାଆନ୍ତା ବହୁତ ଭଲ ହୁଅନ୍ତା। ଯେ ମେନ୍ ହେଉଛି କ'ଣ କଲ, ମୋ ସ୍ତ୍ରୀ, ମୁଁ ଯେତେବେଳେ ଡ୍ରିଙ୍କସ୍ କରିକି ଆସେ, ମୋ ଘର ହେଉଛି କ'ଣ କଲ, ମୋ ଘର ହେଉଛି ଷ୍ଟାଫ୍ କଲୋନୀ। ମୋ କ୍ୱାର୍ଟର ଏଇଠି, ମୋ ଘର ଏଇଠି। ହେଲେ ମେନ୍ ହେଉଛି କ'ଣ କଲ, ଏଇ ସାଙ୍ଗସାଥିରେ ପଡ଼ିକି ମୋ ଘର ହେଉଛି ଖଣ୍ଡପଡ଼ା କଇଥପଲ୍ଲୀ, ଥାନା ଖଣ୍ଡପଡ଼ା, ଡିଷ୍ଟ୍ରିକ୍ଟ ନୟାଗଡ଼। ହେଲେ ମଦ ଯୋଗୁରୁ ଘରେ ବହୁତ ପ୍ରୋବ୍ଲେମ୍ ଘଟୁଛି। ଯେ ମଦଟା ଯଦି ବନ୍ଦ ହେଇଯାଆନ୍ତା ଚୌଦ୍ୱାର ଭିତରେ କି ଓଡ଼ିଶା ଭିତରେ, ତାହେଲେ ବହୁତ ଭଲ ହୁଅନ୍ତା। GST ସେତେ ଅଧିକ ଲାଗୁଛି ବୋଲି ସେଥି ଯୋଗୁଁ ମଦଟା ବନ୍ଦ ହେଇପାରୁନାହିଁ। ଓକେ, ମୁଁ ହେଉଛି ସିଭିଲ୍ କ୍ୟାଷ୍ଟ ପିଲା, SC/ST ର ବାବା ସାହେବ ଆମ୍ବେଦକରଙ୍କର ମାନେ କ'ଣ କଲ, ମୋହନ ଚରଣ ମାଝୀ ମାନେ ଜବାବ ଦେବା ଲୋକିଆ ହେଉଛି ଆମେ। ମାନେ କ'ଣ କଲ, ମୁଁ ହେଉଛି କ'ଣ କଲ, ଗୋଟେ ହେଉଛି ତାଙ୍କ ଲିଡର, ମାନେ କ'ଣ କଲ, ବାବା ସାହେବ ଆମ୍ବେଦକର ଜୟ ଭୀମ। GST ଅଧିକ ଲାଗୁଛି ନା, GST ଅଧିକ ଲାଗୁଛି। ଅବିକା କ'ଣ କଲ, ଅବିକା ଯେତେବେଳେ ଏଇ ଯେଉଁ ଆମର ପାଣ୍ଡିଆନ ଯେତେବେଳେ ଅବିକା କ'ଣ କଲ, ତାମିଲନାଡୁରୁ ମଦ ବନ୍ଦ ହେଇଗଲା, ତାହେଲେ ଓଡ଼ିଶାରେ କାହିଁକି ମଦ ବନ୍ଦ ହେବନି? କାହିଁକି ବନ୍ଦ ହେଇପାରିବନି? ମୁଁ ସୁକାନ୍ତ କୁମାର ନାୟକ, ମୋ ଘର ହେଉଛି ଖଣ୍ଡପଡ଼ା କଇଥପଲ୍ଲୀ। ଅବିକା ଆସ୍କା ଫଟି ଗୋଟେ 70 ଟଙ୍କା ନେଉଥିଲେ, ଅବିକା 100 ଟଙ୍କା। ଅବିକା 100 ଟଙ୍କା ନେଉଛନ୍ତି। ଅବିକା ବନ୍ଦ ନାଇଁ, ଅବିକା ବନ୍ଦ କରିବା ନିହାତି ଦରକାର। ଟୋଟାଲ ବନ୍ଦ ମାନେ କ'ଣ କଲ, ଘରେ ଘରେ ଝଗଡ଼ା। ମୋ ଘରେ ବି ଝଗଡ଼ା ହେଉଛି ନା, ମୁଁ ଯାହାହେଲେ ବି ମାନେ କ'ଣ କଲ, ମୁଁ ଗୋଟେ ସୁଇପରରେ କାମ କରୁଛି କି କୋଉଟାରେ କାମ କରୁଛି, ବନ୍ଦ ହେଲେ ତାଙ୍କ ପାଇଁ ଲଗେଇବା। ନାଇଁ, ପିଇ ପାରିବିନି। ମାନେ କ'ଣ କଲ, ଆମ ଦେଖିକି ବନ୍ଦ କରିଦେବି। ଅନ୍ୟ ପିଲା ପିଉଛନ୍ତି ନା ନାଇଁ, ପିଇ ପାରୁଛନ୍ତି ନା ନାଇଁ। ଯେ ଯାହାହେଲେ କ'ଣ ଦେଲ, ପରିବା ଟିକେ ନେଇକି ଆସିବା। ମାର୍କେଟକୁ ଗଲେ, ମାର୍କେଟରୁ କ'ଣ କରୁଛନ୍ତି, ମାର୍କେଟକୁ ଗଲେ ସିଏ କ'ଣ କରିବେ ନା, 2 ଟଙ୍କାର ଯଦି ସ୍ତ୍ରୀ କହିଥିବ ଯେ 20 ଟଙ୍କାର ବାଇଗଣ ଆଣିବ 10 ଟଙ୍କାର, ଏଟାରୁ 10, ଏଟାରୁ 5, ଏଟା କ'ଣ କଲେ, ହେଇଗଲା ଗୋଟେ ମଦ ପାଇଁ ଯୋଗାଡ଼। ସେଇ କଥା। ହେଲେ ସରକାର ତା ଫାଇଦା ଦେଖୁଛି ନା। ଲୋକ ମରନ୍ତୁ, ହେଲେ ସରକାର ଦେଖିପାରୁନି, ସରକାର କିଛି ଦେଖିପାରୁନି। ନାଇଁ ଗୋଟେ ଗରିବ ଲୋକଟା, ସିଏ 500 ଟଙ୍କା ଗୋଟେ ରୋଜଗାର କରିକି ନେଇକି ଆସିଲା, ବାଲି ସିମେଣ୍ଟ ବେଲଚାରେ ମାନେ ଉଠେଇକି ଏମିତି ଫିଙ୍ଗିକି ଆସିଲା, ମାନେ ତା ବଡିରେ କେତେ ପ୍ରଭାବ ପଇଲା, ମାନେ ହେଇଟା ଜାଣିବା କଥା ନା। ଯାହେଲେ ସ୍ୱାମୀ କ'ଣ କରିବ, ମୁଁ ବେଲଚା ମାଝୀ ଯାହାହେଲେ 50 ଟଙ୍କାର ପିଇଦେବି ଆସ୍କା ଫଟି, ଜୀବନ ମାଟି, କି ନହେଲେ ଟିକେ ମହୁଲି ଗୋଟେ ପିଇଦେବି। ସେଇ କଥା। ଶସ୍ତା ମଦ ହେଉଛି ମହୁଲି 20, 30। ମୁଁ ପିଇବା କଥା ମୋ ଘର ଏଇଠି। ମୁଁ ଅବିକା ପିଇକି ଆସିଲି ତ। ଶୁଣ, ମୁଁ ପିଇକି ଆଇଛି ଅବିକା। ମୁଁ ଯାହା କହିବି ରିଏଲି କଥା କହିବି, ମାନେ ସତ କଥା କହିବି। ପର ଡେ ନୁହଁ, ଯଦି ଉପରି କାମ ହେଲା ମୁଁ ପିଇବି।
ଆପଣଙ୍କ ରୋଜଗାର କେତେ ରହୁଛି ଦିନକୁ? ରୋଜଗାର ବୋଲି ମୋର ହଉଛି 15-16 ହଜାର। ଭଡ଼ା ଘର ନା ନିଜ ଘର? ଭଡ଼ା ଘର ଏଇଠି ମୋ କ୍ୱାର୍ଟର ନମ୍ବର ବି କହିଦେବି। ସତ କହିଲେ ମାନେ କଣ କଲ, ସତ କହିଲେ ଭଗବାନ, ମିଛ କହିଲେ ଜଗନ୍ନାଥ। ପର ଡେ ମୁଁ ପିଏନି, ପର ଡେ ମୁଁ ମଦ ପିଏନି, ପର ଡେ ମୁଁ ମଦ ପିଏନି। ଆଚ୍ଛା, ମଦ ରେଟ୍ କମ୍ ହବା ଦରକାର। ମଦ ରେଟ୍ କମ୍ ନୁହଁ, ପୁରା ବନ୍ଦ କରିବା ଦରକାର। ମାନେ ମୋ ପାଇଁ ଲୋକଙ୍କ ପାଇଁ ଯୋଉମାନେ addicted ହେଇଗଲେଣି ମୁଁ ଅବିକା କଣ କଲ, ମୁଁ 2 ଦିନ 3 ଦିନ 4 ଦିନ ଯେତେବେଳେ ମାନେ କଣ କଲ ମୋର ଉପରି ହୁଏ ମୁଁ ପିଏ, ନହେଲେ ନାଇଁ ପିଏନି। ନାଇଁ, ଆପଣ ତ ବୁଝିଲା ସୁଝିଲା ଲୋକ, କିନ୍ତୁ ଯୋଉମାନେ ଅଭ୍ୟାସଗତ ହେଇଗଲେଣି ସେମାନେ ଯେତେବେଳେ ରୋଜଗାର ତାଙ୍କର କମ୍ ରହୁଛି ତ ମଦ ରେଟ୍ କେତେ ହବା ଦରକାର ଯେମିତି ସମସ୍ତେ ପିଇପାରିବେ? ସେମିତି କଣ କହିହବ? ହେଲେ ବି ଗୋଟେ ଯୋଉଟା ଆପଣ କହୁଛନ୍ତି ମହୁଲି 20 ଟଙ୍କା, ଆଉ କମ୍ ହବ? ନାଇଁ 20 ଟଙ୍କାରେ ବି ପିଇବେ? ପିଇବେ? 20 ଟଙ୍କା ହେଲେ ବି 500 ହେଲେ ବି ମଦ ପିଇବେ? 1,00,000 ଟଙ୍କା ହେଲେ ବି ମଦ ପିଇବେ? କୁହନ୍ତୁ ତ। ସେଇ କଥା ପରା। କୁହନ୍ତୁ, 1,00,000 ଟଙ୍କା ହେଲେ ବି ମଦ ପିଇବେ? ସେ 20 ଟଙ୍କା ହେଲେ ବି ସେ ମଦ ଯିଏ ପିଇ ଆସିଛି ସେ ପିଇ ପାରିବ। 1,00,000 ଟଙ୍କା ହେଲେ ବି ପିଇ ପାରିବ। କାହିଁକି ନା ସେ ଯଦି 500 ଟଙ୍କା ଯଦି ପର ଡେ ରୋଜଗାର କଲା, ସେଥିରୁ 100 ଟଙ୍କା ହେଲେ ବି ମଦ ପିଇବ। 20 ହେଲେ ଯାହେଲେ 100 ମାରିଦେଲେ। ମାନେ ଆପଣଙ୍କ ହିସାବରେ ଯିଏ ମଦୁଆ ସେ 1,00,000 ଟଙ୍କା ହେଲେ ବି ସେ ମଦ ପିଇବ ହିଁ ପିଇବ? ସେ ବନ୍ଦ କରିପାରିବ ନାହିଁ? ନାଇଁ। 1,00,000 ଟଙ୍କା ହେଲେ ବି ସେ ପିଇବ? କହିଲେ ଦେଖିବା ସମସ୍ତଙ୍କୁ, ଦେଖିବା 1,00,000 ଟଙ୍କା ହେଲେ ବି ସେ ମଦ ପିଇବ? ଆଉ ଯିଏ ମଦୁଆ ସିଏ ପିଇବ ଆଉ କଣ। ଯେ ମୋ କହିବା କଥା ଆମେ ମଦୁଆ କି? ଆମେ ମୋ କହିବା କଥା କହିବା କଥା।